सूचना प्रदान करें। 32तम क्रीड़ा उत्सव तो ना केते मरा गेट आगे तेणु ए पिला माने पातु न पातु किंतु बहु संख्यार भाग नहीं किछि पिला माने निज भाग नहीं विद्यालय मान को वृद्धि करूँ ता सहित क्रीड़ा गोटे जिन आज देखा मिलला जे पिला माने घरे ना विद्यालय क्रीड़ा उत्सव रे भाग नहीं नौ घरे बापा माँ खेल ना कहीं 20 फुट दौड़िया पाक से पिला थकी जाऊँगी ताने से केबे भी घरे सुजोग दौना कहीं ना विद्यालय आस घरे खा ट्यूशन जा ट्यूशन आसलु फेर पाठ पढ़ रातिर शोपड़ सका उठब पुणी पाठ पढ़ू 10टा बजला स्कूल चल यहीटा हूँ आम समस्त अभिभावक अभिभावक एटा हूँ गोटे रुटीन किंतु से रुटीन टे बाहर को जातु पिला गोटे खेलने को सुजोग दिंतु किसी न पाइले विद्यालय थी पड़िया आसिक खेलतु नहीं आसतु ये खेलतु से माने किंतु आपण मैंने से सुजोग दौना आबे कि चेष्टा करूँ पिला को टे छाड़तु भल माने निजे नहीं जातु जमी ट्यूशन नहीं जाऊँ पिला बापा माँ मैंने पुणी ट्यूशन छाड़ी ट्यूशन सरला नहीं आसमती सप्ताह 2 दिन दिंतु खेलवाई किसी ना रविवार दिन नियंतु खेलवाई आटा नकले केमती हम जदि माने आज पिला को देखला माने ये लगुच से मैंने 10-20 फुट दौड़ापी कौन थकी जाऊँ बसी पड़ते नईस होती तो डाक्तर को गले डाक्तर को यार बोले हार्ट प्रोब्लेम अच्छे आटा जामती हो तेणु गोटे कम करूँ समस्त अनुरोध बापा माँ मान को पिला नहीं जातु खेल पड़िया को किसी समय खेलतु नित्याय परमात्मने बलभद्र सुभद्राभ्यां जगन्नाथाय ते नमः मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। सर्वप्रथमे उत्कल इष्टदेव महाप्रभु जगन्नाथ चरण कमल मोर शत शत कोटि प्रणाम। मंचासीन मोर वरेण्य एवं अनुज प्रतिम समस्त को मोर यथामान्य उपस्थित मोर समस्त कुनी कुनी पिला माने एवं एठी जो वरेण्य शिक्षयित्री शिक्षक माने विद्यादान करुछंती सेमानंक प्रति मोर स्नेह ममता एवं श्रद्धा सम्मान। विद्या एक महादान एवं ए क्षेत्र में जो माने समाज को आसी थांती निश्चित भाव में सेमानकर त्याग समर्पणर
ମନୋବୃତ୍ତି ଦେଖିଲେ ମଥାନତ ହୁଏ। ତେଣୁ ବିଦ୍ୟା ଆୟତନ ଏକ ଦେବ ଆୟତନ। ମନ୍ଦିରରେ ଯେମିତି ପୂଜାର ବିଧାନ ଥାଏ, ଠିକ୍ ସେଇଭଳି ବିଦ୍ୟାଳୟମାନଙ୍କରେ ଆମେ ଯେଉଁମାନଙ୍କୁ ଭେଟୁ ସେମାନେ ମଧ୍ୟ ଦେବତା ଦେବୀ ତୁଲ୍ୟ। ଏବଂ ଯେଉଁ ପିଲାମାନେ ସେଠି ବିଦ୍ୟା ଗ୍ରହଣ କରନ୍ତି ସେମାନେ ସାକ୍ଷାତ ନାରାୟଣ। ନାରାୟଣଙ୍କର ଯେଉଁ ଶିଶୁ ରୂପ ଆଜି ମୁଁ ଦେଖିଲି, ମୋ ମନ ବହୁତ ଆନନ୍ଦିତ ହେଲା ଏଇଥିପାଇଁ ଯେ ପିଲାମାନେ ଅନ୍ତତଃ ଦେବଦେବୀଙ୍କର ସହିତ ଯେଉଁ ସଂଯୋଗ, ଯେଉଁ ଆତ୍ମାର ସଂଯୋଗ ଅଛି ତାକୁ ସେମାନେ ବୁଝିପାରୁଛନ୍ତି। ନ କହିଲେ କିଛି କଥା ନାହିଁ, କିନ୍ତୁ ସେମାନେ ଯେଉଁ ବେଶରେ ଆସିଥିଲେ ମୋ ମନକୁ ଭାରି ଆନ୍ଦୋଳିତ କଲା। ମୁଁ ଭାବିଲି ପ୍ରତି ଘରେ କୃଷ୍ଣ, ପ୍ରତି ଘରେ ରାମ, ପ୍ରତି ଘରେ ବଳରାମ ଏଇମାନେ ହିଁ ଜନ୍ମ ହେଇଥାନ୍ତି, ନହେଲେ ବାଲ୍ୟଲୀଳା ଏତେ ଆନନ୍ଦ ଦିଅନ୍ତା କାହିଁକି? କଥା ହେଉଛି ଯେ ଆମେ କ୍ରୀଡ଼ାକୁ ଭଲ ପାଉ। ଯେତେବେଳେ ପିଲାଙ୍କୁ କୁହାଯାଏ ଯେ ବାବା ଟିକେ ବସିକି ଘରେ ପାଠ ପଢ଼ିଲୁ, ପିଲା କହେ ନା ମାମା ମୁଁ ଟିକିଏ ଖେଳି ଆସେ। ଆଜିକାଲି ବାପା ମା' ମାନେ ପିଲାମାନଙ୍କୁ ଖେଳିବାର ସୁଯୋଗ ଦେଉନାହାନ୍ତି। କିନ୍ତୁ ପିଲା ଯଦି ନ ଖେଳିବ କେମିତି ମନ ଲଗେଇ ପାଠ ପଢ଼ିବ, ଈଶ୍ୱର ଆରାଧନା କରିବ? ତେଣୁ ପ୍ରଥମ କଥା ହେଲା ପିଲାମାନଙ୍କୁ ସ୍ୱାଧୀନ ଭାବରେ ଖେଳିବାକୁ ଦିଆଯାଉ। ସେମାନେ ମନ ଖୁସିରେ ଖେଳୁଛନ୍ତି। ମୁଁ ଏଇଠି ଦେଖୁଛି ଏଇ ପିଲାମାନେ କେତେ ଆନନ୍ଦରେ ଖେଳୁଛନ୍ତି ଦେଖ। ଯେତେବେଳେ ଆମେ ତାଙ୍କୁ ବାଧ୍ୟ କରୁଛୁ କିଛି କରିବା ପାଇଁ ସେମାନେ କଥା ଭୁଲି ଯାଉଛନ୍ତି। କାହିଁ ସେଠି ତ ସେମାନେ ଭୁଲୁନାହାନ୍ତି, ସେମାନେ ଠିକ୍ ଭାବରେ କଥାବାର୍ତ୍ତା କରିପାରୁଛନ୍ତି। ତେଣୁ ପ୍ରଥମ କଥା ହେଲା ମୁଁ ବହୁତ ବର୍ଷ ତଳେ ଏ ସ୍କୁଲକୁ ଆସିଥିଲି। ଦୀର୍ଘ 20 ବର୍ଷ ପରେ ବୋଧେ ଏ ସ୍କୁଲକୁ ଆସିଛି ଏବଂ ତା'ର ଏପ୍ରତି ଏତେ ଉନ୍ନତ ଦେଖି ମୁଁ ବହୁତ ଆନନ୍ଦିତ। ଏତେ ଶୃଙ୍ଖଳିତ ପିଲାମାନେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ, ଏଠିକାର ପରିବେଶ ଅତି ନିର୍ମଳ, ସ୍ୱଚ୍ଛ, ସୁନ୍ଦର ଏବଂ ସମସ୍ତଙ୍କ ଭିତରେ ଯେଉଁ ସ୍ନେହ ସୌହାର୍ଦ୍ଦ୍ୟ ରହିଛି ତାହା ହିଁ ମୋତେ ଆନନ୍ଦିତ କରୁଛି। କ୍ରୀଡ଼ା ସମ୍ପର୍କରେ ମୁଁ ବା କ'ଣ କହିବି? କ୍ରୀଡ଼ା ଶିକ୍ଷକ ଅଛନ୍ତି, ଆହୁରି ଅନେକ ଜ୍ଞାନୀ ଗୁଣୀ ଜନ ଅଛନ୍ତି। ମୁଁ କ୍ରୀଡ଼ା ଉପରେ କିଛି କହିବିନି, ଏତିକି କହିବି ପିଲାମାନଙ୍କୁ କେବଳ ଖେଳିବାକୁ ଦିଆଯାଉ। ମନ ଖୁସିରେ ପିଲାମାନେ ଖେଳନ୍ତୁ, ଆନନ୍ଦ ଅନୁଭବ କରନ୍ତୁ। ସମୟ ହୁଏ ତ ସେମାନଙ୍କୁ ଆଉ ଆସିବନି ଖେଳିବା ପାଇଁ। ତେଣୁ ଏଇ ଖେଳିବାର ବୟସରେ ତାଙ୍କୁ ସ୍ୱାଧୀନ ଭାବରେ ଖେଳିବାକୁ ଦିଆଯାଉ ଏବଂ ବାପା ମା' ମାନେ ଏଥିରେ ତାଙ୍କୁ ସହାୟତା କରନ୍ତୁ। କେଉଁଠି ନା କେଉଁଠି ତାଙ୍କୁ ନେଇ ଖେଳନ୍ତୁ। କିଛି ନହେଲା ନିଜ ଘର ଭିତରେ ବାପା ମା'ଙ୍କ ସହିତ ମଧ୍ୟ ପିଲାମାନେ ଖେଳନ୍ତୁ। ଏଇ ଖେଳିବା ତାଙ୍କ ଜୀବନରେ ଉନ୍ନତି ଆଣିଦେବ। ସ୍ୱର୍ଗତ ରବି ମିଶ୍ରଙ୍କ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଯୋଗେଶ୍ୱରଙ୍କୁ ପ୍ରଣାମ ଜଣାଉଛି ଆନ୍ତରିକ ଭାବରେ। ତାଙ୍କ ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ କରିକର୍ମାମାନେ ସ୍କୁଲକୁ ଆଗକୁ ଆଗେଇ ନେବାରେ ସାହାଯ୍ୟ କରିଛନ୍ତି, ସହଯୋଗ କରିଛନ୍ତି, ସେମାନଙ୍କ ମୋ ଅନ୍ତରରୁ ମୁଁ ଶୁଭେଚ୍ଛା ତଥା ମୋର ଅନ୍ତରର ପ୍ରଣତି ଜ୍ଞାପନ କରୁଛି। କାରଣ ଏହି ବିଦ୍ୟାଳୟଟି ଯେଉଁଠୁ ଆରମ୍ଭ ହୋଇଥିଲା ଆଜି ବହୁତ ଆଗରେ ପହଞ୍ଚିଛି। କାରଣ ୟାର ବିଦ୍ୟାଳୟର ପ୍ରଥମରୁ ମୁଁ ସଂଶ୍ଳିଷ୍ଟ ଜଡ଼ିତ। ମୁଁ ପ୍ରାୟ ପ୍ରତ୍ୟେକ ବର୍ଷରେ ଆସେ, ଏଠିକୁ ବାର୍ଷିକ ଉତ୍ସବରେ ହୁଏ ଆସେ, ବୁଲିକି ଯାଏ ସେଇଥିପାଇଁ। ଆଉ ବର୍ତ୍ତମାନ ଯେଉଁମାନେ ଚଳାଉଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମ୍ପାଦକ ଆଉ ବିଦ୍ୟାଳୟର ଶିକ୍ଷୟିତ୍ରୀମାନଙ୍କୁ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀମାନଙ୍କୁ ମୁଁ ଅନ୍ତରରୁ ମୋର ଗୋଟିଏ ନିବେଦନ କରୁଛି, ଆହୁରି ଆଗକୁ ନେବା ପାଇଁ ସମସ୍ତେ ହୃଦୟର ସହିତ ଆଉ ନିଷ୍ଠାର ସହିତ ଚେଷ୍ଟା କରନ୍ତୁ। କାରଣ ଯେଉଁ ଉଦ୍ଦେଶ୍ୟରେ ଏ ବିଦ୍ୟାଳୟଟି ସ୍ଥାପିତ ହୋଇଛି, ଯେଉଁ ମହାନ ଅବଦାନ ଯେଉଁମାନଙ୍କର ରହିଛି, ସେମାନଙ୍କର ଇଚ୍ଛା ଆଉ ତାଙ୍କର ଆତ୍ମା ମଧ୍ୟ ଶାନ୍ତି ପାଇବ। ଆଉ ବର୍ତ୍ତମାନ ମୁଁ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ମୁଁ ସରଳ ଭାଷାରେ 2 ପଦ କହିବି। ବିଦ୍ୟାଳୟ ହେଉଛି ଗୋଟିଏ ମନ୍ଦିର। କୌଣସି ମନ୍ଦିର ଠାରୁ ଇଏ କୌଣସି ଗୁଣରେ କମ୍ ନୁହେଁ। ଏ ମନ୍ଦିରରେ ଯାହା ଗଢ଼ାଯାଏ ଛାତ୍ର ଭବିଷ୍ୟତରେ ଘରର ବହୁତ ଜଣଙ୍କର ଉପକାରରେ ଆସିଥାଏ।
ସମସ୍ତଙ୍କ ଘରର ଆର୍ଥିକ ପରିସ୍ଥିତି ସମାନ ନଥାଏ। ତେଣୁ ସମସ୍ତେ କିଏ ନା କେଉଁଠି ଯାଇ ବସନ୍ତି। ଏଠି ସବୁ ଛୁଆ ଜଣେ କୁନିକର୍ଣ୍ଣ କାରିଗର। ବିଦ୍ୟାଳୟ ହେଉଛି ଗୋଟିଏ କାରଖାନା। ଏ କାରଖାନାରେ ଆମେ ସମସ୍ତଙ୍କୁ ମଣିଷ ପରି ଗଢ଼ି ତୋଳିବା। ହୁଏତ କେହି IAS ନ ହେଇପାରନ୍ତି, କିନ୍ତୁ ଡାକ୍ତର ନ ହେଇପାରନ୍ତି, କିନ୍ତୁ ମଣିଷ ପରି ମଣିଷଟିଏ ଗଢ଼ି ତୋଳିବା ହେଉଛି ଏ ବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକଙ୍କର ଆନ୍ତରିକର ନିଷ୍ଠା ସହଯୋଗ ଦରକାର। ଆଉ ଆଜି ହେଉଛି ବାର୍ଷିକ କ୍ରୀଡ଼ା ଉତ୍ସବ। ଏ କ୍ରୀଡ଼ା ଉପରେ ମୁଁ ଆପଣମାନଙ୍କୁ କିଛି କହିବି। ଅର୍ଥାତ୍ ଆପଣମାନେ ବର୍ତ୍ତମାନ ଆଧୁନିକ ଶିକ୍ଷା ଦୁନିଆରେ ଏମିତି ପରିସ୍ଥିତିରେ ପହଞ୍ଚିଛି ଯେ ଗୋଟିଏ ନମ୍ବର କମ୍ ହେଲେ ଆମେ 50 ଜଣ ଭିତରକୁ ଯାଉଛନ୍ତି। ଯଦି ମେଟ୍ରିକରେ ଜଣେ ନମ୍ବର ରଖୁଛି 490, 490ରେ ପିଲା 20 ଜଣ ଅଛନ୍ତି, 491 ହେଲାକୁ ତାଙ୍କ ସିରିଏଲ୍ 21କୁ ଆସିଯାଉଛି। ତେଣୁ ମାନୁଛି ଯେ ପିଲାମାନଙ୍କ ମଧ୍ୟରେ ଶିକ୍ଷା ପାଇଁ ପ୍ରତିଯୋଗିତା ମନୋଭାବ ରହିବା ଦରକାର ଏବଂ ପ୍ରତ୍ୟେକ ସେ ଦିଗରେ ଚେଷ୍ଟିତ ହେଉଛନ୍ତି। ଅଧା ନମ୍ବରଟିଏ କମିଲେ ବି ଆମେ କେମିତି ସେ ଅଧା ନମ୍ବରକୁ ଯୋଗ କରିବା ସେ ଚେଷ୍ଟା ଆମର ରହୁଛି। ତା ସହିତ ଅଭିଭାବକମାନଙ୍କର ଆଉ ତାଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଘରେ ତାଙ୍କର ଯେଉଁ ଆସୁଛନ୍ତି ଶିକ୍ଷା ଦେବା ପାଇଁ ଯେଉଁମାନେ, ସେମାନେ ବି ତାଙ୍କ ଭିତରେ ଚେଷ୍ଟା ରହୁଛି। କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ ଶିକ୍ଷା ସହିତ କ୍ରୀଡ଼ାର ଗୋଟେ ଓତପ୍ରୋତ ଜଡ଼ିତ। ଯେମିତି ଶରୀର ହେଉଛି ଆମର, ଆତ୍ମା ଆଉ ଗୋଟେ, ସେମିତି ଯଦି ଆମ ଶରୀରଟା ଶିକ୍ଷା ହୁଏ, ଆମର ଆତ୍ମା ହେଉଛି କ୍ରୀଡ଼ା। କାରଣ ଏହି କ୍ରୀଡ଼ାରୁ ଗୋଟିଏ ଛାତ୍ର ବା ଛୋଟିଆ ଶିଶୁ ବହୁତ କଥା ଶିକ୍ଷା କରିପାରେ। ତା ସେ କ୍ରୀଡ଼ା କରିଲା ବେଳେ ଯେତେ ଆନନ୍ଦ ଅନୁଭବ କରେ, ଆଉ ଶିକ୍ଷାରେ ସେତିକି ଆନନ୍ଦ ଅନୁଭବ କରେ ନାହିଁ। ତେଣୁ ଏହି ଶିକ୍ଷା ବିଭାଗରେ ଆମର ମନୀଷୀ ଶିକ୍ଷାବିତ୍ ମାନେ ପ୍ରଥମେ କ୍ରୀଡ଼ା ପ୍ରିୟ ଅର୍ଥାତ୍ ଆମର ପ୍ଲେଗ୍ରାଉଣ୍ଡ ସ୍କୁଲ କରିଛନ୍ତି, ପ୍ଲେଇଂ ସ୍କୁଲ। ସେଇ କ୍ରୀଡ଼ାରୁ ହିଁ ସେ ଶିକ୍ଷା କରେ। ଯଥା ନିଜ ନିଜ ଭିତରେ ସହଯୋଗ ରଖିବା, ପରସ୍ପରକୁ ସାହାଯ୍ୟ କରିବା, ନିୟମ ମାନିବା ଏବଂ ନିର୍ଦ୍ଧାରିତ ସମୟରେ କିଛି କରିବା। ଅର୍ଥାତ୍ ନିଜର ପ୍ରତିଯୋଗିତା ମନୋଭାବ ସେ ଏଇଠୁ ହିଁ ଆହରଣ କରିଥାଏ। ତେଣୁ ପ୍ରତ୍ୟେକ ବାପା ମା ଯଦି ପ୍ରଥମରୁ ତାଙ୍କୁ କ୍ରୀଡ଼ା ସମୟ ଦେଇ, ମୁଁ ଜାଣିଛି ସମୟ ନାହିଁ, ତଥାପି ସମୟ ଦେଇ ତାଙ୍କ ପାଇଁ ଖେଳ ପଡ଼ିଆକୁ ନିଅନ୍ତୁ। ଯଦି ପାଖରେ ଖେଳ ପଡ଼ିଆ ନାହିଁ, ତେଣୁ ସେଇଠି ସେ ଖେଳନ୍ତୁ। ଆପଣମାନେ ନିଜେ ଅନୁଭବ କରିବେ ସେଇ ପିଲାଟି ପୂର୍ବରୁ ପଢ଼ୁଥିବା ଅବସ୍ଥାରେ କେମିତି ବ୍ୟବହାର ଦେଖାଉଥିଲା, 6 ମାସ ପରେ କେମିତି ସେ ବ୍ୟବହାର ଦେଖେଇବ। ତା ଭିତରେ ଗୋଟେ ପ୍ରତିଯୋଗୀ ମନୋଭାବ ଆସିବ। ଜଣକୁ ହରେଇ ନିଜକୁ ଆଗକୁ ଯିବାର ଚେଷ୍ଟା, ଏଇଟା ହେଉଛି ତା'ର ସ୍ୱତଃସ୍ଫୂର୍ତ୍ତ ପ୍ରେରଣା। এইটাକୁ ହିଁ ଯଦି ଆମେ ସୃଷ୍ଟି କରିଦେଇପାରିବା, ସେ ଛୁଆକୁ ଆଉ କହିବାକୁ ପଡ଼ିବ ନାହିଁ ଯେ ପିଲାଟି ପାଠ କର, ଠିକ୍ ସମୟରେ ତମେ ବସ, ପଢ଼ିବା ପାଇଁ ବସ, ସନ୍ଧ୍ୟାବେଳେ ପ୍ରାର୍ଥନା କର, ସକାଳୁ ଉଠିକି ନିତ୍ୟକର୍ମ କର, ଏସବୁ କହିବା ପାଇଁ କୁହାଯାଏ। ଏକଥା ମୁଁ କହୁଛି କାହିଁକି, ମୁଁ ଆମ ଘରେ ଗୋଟେ ଛୋଟିଆ ଉଦାହରଣ ଦେଉଛି। ଆମ ଘରେ ମୋ ଭାଇଙ୍କର 2ଟା ଝିଅ ଥାଆନ୍ତି, ଗୋଟେ ଭଉଣୀଙ୍କର ଝିଅ ଥାଏ। ତାଙ୍କୁ ସବୁବେଳେ ଉଠିକି କୁହାଯାଏ ସେମାନେ ବାପା ମାଆଙ୍କ କଥା ମାନନ୍ତି ନାହିଁ, କିନ୍ତୁ ମୋ କଥାଟିକୁ ସେ ମାନନ୍ତି। ଆଉ ମୁଁ ଯଦି କହିଥିବି ଏଇଠି ବସିଥାଅ, ସେ ବସିଥିବେ, ଯିଏ ଡାକିଲେ ବି ସେ ଉଠିବେ ନାହିଁ। ତାର କାରଣ ଦିନେ ମୋତେ ପଚରାଗଲା ଯେ ଆମେ ତ ଯାହା କଲେ କହୁଛ, ତୁମେ କାହିଁକି କରୁଛ, କିନ୍ତୁ ତୁମେ ତାଙ୍କୁ ବୁଝିନ। ସେ ପିଲାମାନଙ୍କୁ ଦିନେ ସେ ମୋ ସାଙ୍ଗରେ କଥାବାର୍ତ୍ତା କଲାବେଳେ ସେ ଛୋଟ ଛୁଆମାନେ କହିଲେ, ହିନ୍ଦୀ ମିଡ଼ିୟମ୍ ସେଣ୍ଟ୍ରାଲ୍ ସ୍କୁଲରେ ପଢ଼ନ୍ତି, ସେମାନେ କହୁଛନ୍ତି, ତାଙ୍କର ଅନୁଭବ ଆପଣମାନଙ୍କୁ କହୁଛି। ସେ ପିଲାମାନେ କହୁଛନ୍ତି ମୋ ପାଖରେ ଯେ ପିସିମା ये बड़ा लोग का काम है, हरदम बच्चे लोग डांटना। मैंने बोला उसको कैसे वो डांटना, ना सुबह उठो, दांत ब्रश करो, नहाओ पियाओ, तुम्हें पढ़ाई करो, खाना खाओ, इसके सिवा तुम लोग को कुछ आता है क्या? बोले क्या आना चाहिए हम लोग को, ना कभी प्यार से बोला करो, जाओ खेला करो। अच्छा ये बात है तो ठीक है, आज हम लोग खेला करेंगे, आज हमारा छुट्टी है तो ट्यूशन मास्टर को हम बता देंगे आज हम नहीं घर में है, तो चलो आज ही खेल करेंगे। तो हम मुझे कौन कली से पाखरे गांधी स्मृति पार्क गली, आम घर पाखे तो नहीं पड़िया, से पार्क से छुआ एमती बेली खेलिले धुलिले, पढ़ाई करते करते मुझे गोटे उदाहरण कली छोटिया। अच्छा कौन एलिफेंट का बना, मुझे मेरे को नहीं, तेरे को नहीं आता है, तू टीचर है, नहीं मेरे को नहीं आता है। मुझे जानी जानी पी को एफ कहीदेली,
ସାଙ୍ଗେ ସାଙ୍ଗେ ସେମାନେ କରେକ୍ସନ୍ କରିଦେଲେ। ଗୋଟେ ଗୁଚୁଟିଆ ଗୀତ ଗାଇଲେ ସେମାନେ କମ୍ପିଟିସନରେ 3 ଜଣ ଯାକ ଗାଇଲେ, ଇଏ ଯୋଉଟେ ସିଏ ଆଉ ଗୋଟେ ସିଏ ଆଉ ଗୋଟେ, ପଢ଼ାଇ ବି ହେଇଗଲା, ଖେଳିଲେ। ସେଇ ଦିନଠୁ ସେମାନେ ମୋ କଥା ସବୁଦିନ ମାନନ୍ତି। ଯେତେବେଳେ ମୋତେ ଦେଖିବେ ତ ଚାଲ हम लोग खेला करते जाएंगे। ସ୍କୁଲରେ ବି ମୁଁ ଛୋଟ ଛୋଟ ଛୁଆଙ୍କୁ ଖେଳିବା ପାଇଁ କୁହେ, ଖେଳ ପିରିୟଡ଼ରେ ସବୁ ଯାଅ ଖେଳ, ଖେଳିଲେ ତାଙ୍କ ଶରୀରର ସମସ୍ତ ଅଙ୍ଗ ସୁସ୍ଥ ଭାବରେ ବଢ଼େ। ଆମେ କେଉଁ ବଢ଼ିବା ନାହିଁ ନା ବଢ଼େ। ଆଉ ସେମାନେ ବହୁତ କଥା ଶିକ୍ଷା କରନ୍ତି। ତେଣୁ କ୍ରୀଡ଼ାକୁ କେତେବେଳେ ବାଦ କରନ୍ତୁ ନାହିଁ, ଏଇଟା ମୋର ଅଭିଭାବକ